କେଉଁ ଲକ୍ଷଣଯୁକ୍ତା କନ୍ୟାଦାନ ଅନୁଚିତ? ଅତି ଦୂର, ଅତି ନିକଟ, ଅତି ମୋଟା, ଅତି ଦୁର୍ବଳ, ଦରିଦ୍ର, ମୂର୍ଖ ଏବଂ ବୃତ୍ତିହୀନ ବ୍ୟକ୍ତିଙ୍କୁ କନ୍ୟା ଦେବା ଅନୁଚିତ। ଅଶାନ୍ତି ବଢ଼ିବାର କାରଣ: ଆତ୍ମାକୁ ବାଧିଲେ, ବୁଝାମଣା ଠିକ୍ ନ ରହିଲେ, ଇଚ୍ଛାନୁସାରେ କାର୍ଯ୍ୟ ସାଧନ ନ ହେଲେ, ସ୍ୱାସ୍ଥ୍ୟ ଠିକ୍ ନ ରହିଲେ, କଳି ଝଗଡ଼ା ଲାଗି ରହିଲେ, କାମକ୍ରୋଧକୁ ଦମନ ନ କରିପାରିଲେ, ନିଜ ଭୁଲ ନିଜେ ଜାଣି ନ ପାରିଲେ, ଦାମ୍ପତ୍ୟ ଜୀବନ କଳୁଷିତ ହେଲେ, ସନ୍ତାନ ଅବାଧ୍ୟ ଅଯୋଗ୍ୟ ହେଲେ, ଦୁଃସମ୍ବାଦ ଶୁଣିଲେ, ବିନା କାରଣରେ ଦୋଷୀ ସାବ୍ୟସ୍ତ ହେଲେ। କେଉଁ ଲକ୍ଷଣଯୁକ୍ତା କନ୍ୟା ବିବାହ ଯୋଗ୍ୟା? ମୃଗଚକ୍ଷୁ ପରି ନୟନ, ସିଂହ ପରି କଟି, ଗଭୀର ନାଭି, ଶୁଭ୍ରାଙ୍ଗୀ କୁଞ୍ଚିତ କେଶୀ, ଦନ୍ତ କ୍ଷୁଦ୍ରୀ ତଥା ସମଦନ୍ତ ଯୁକ୍ତା, ସୁଶୀଳା ଯୁବତୀ ଛୋଟ ଜାତିର ହେଲେ ମଧ୍ୟ ବିବାହ ଯୋଗ୍ୟା ଅଟେ। କେଉଁ ଲକ୍ଷଣଯୁକ୍ତା କନ୍ୟା ବିବାହ ଯୋଗ୍ୟା ନୁହଁ? ଓଷ୍ଠ ଲମ୍ବାଯୁକ୍ତ, କୁବନ୍ତୀ ଯୁକ୍ତା, ପିଙ୍ଗଳ ବା ରକ୍ତ ବର୍ଣ୍ଣ ଚକ୍ଷୁ, ଦେହ ଲୋମଯୁକ୍ତ, ମୁଣ୍ଡବାଳ ତାମ୍ରକେଶୀ, ଉଚ୍ଚ କପାଳୀ, ଚାଲିବା ସମୟରେ ଜାନୁ ଘର୍ଷଣ ଯୁକ୍ତା କନ୍ୟା ରାଜକନ୍ୟା ହେଲେ ମଧ୍ୟ ବିବାହ କରିବା ଉଚିତ ନୁହେଁ। କିଏ କେଉଁଥିରେ ପ୍ରିୟ? ସୂର୍ଯ୍ୟ ନମସ୍କାର ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି, ଶିବ ଜଳ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି, ବିଷ୍ଣୁ ଉପଚାର ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି, ବ୍ରାହ୍ମଣମାନେ ଭୋଜନ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି। କେଉଁ କାରଣ ଯୋଗୁଁ ଭ୍ରାତୃବିବାଦ ଘଟିଥାଏ? ସାଧାରଣତଃ ତିନୋଟି କାରଣ ପାଇଁ ଭ୍ରାତୃବିବାଦ ଘଟିଥାଏ, ଯଥା ଧନ, ସମ୍ପତ୍ତି ଓ ନାରୀ। ବୁଦ୍ଧିର ଆବଶ୍ୟକତା: ବୁଦ୍ଧି ବିହୀନରେ ବିଦ୍ୟା ହୋଇ ଅପୂଜ୍ୟ, ବିଦ୍ୟା ବିହୀନରେ ପୁତ୍ର ସର୍ବଦା ଅଯୋଗ୍ୟ। ବୁଦ୍ଧିବଳ ସବୁଠାରୁ ଅଟଇ ପ୍ରଧାନ, ବୁଦ୍ଧିବଳେ ହୋଇପାରେ ଅସାଧ୍ୟ ସାଧନ। ବିଦ୍ୟାଧନ ଥାଇ ଯାର ବୁଦ୍ଧି ଅଟେ ନ୍ୟୁନ, କୌଣସି କର୍ମରେ ସିଦ୍ଧି ନ ପାଏ ସେ ଜନ। ବିଦ୍ୟା ଧନ ନଥାଇ ଯେ ଅଟେ ବୁଦ୍ଧିମନ୍ତ, ଯଶ ପୁରୁଷ ସମାନ ହୁଏ ତାକୁ ପ୍ରାପ୍ତ। ବୁଦ୍ଧି ବଳେ ଲୋକଙ୍କୁ ସେ କରିପାରେ ବଶ, ବୁଦ୍ଧି ବଳେ ଅର୍ଜେ ଧନ ସମ୍ପଦ ବିଶେଷ। ବୁଦ୍ଧିହୀନ ହେଲେ ବିଦ୍ୟା ଧନ କମିଯାଏ, ବୁଦ୍ଧିଆ ଜିଣଇ ସଭା ମଧ୍ୟ ଯିଏ ଥାଏ। ନିର୍ବୁଦ୍ଧିଆ ହାରେ ଧନ୍ଦି ହୁଅଇ ସବୁଠି, ବୁଦ୍ଧିଆ ସକଳ କାର୍ଯ୍ୟ କରଇଟି ସିଦ୍ଧି। ବୁଦ୍ଧି ଅଟେ ସବୁ କଥା ମଧ୍ୟ ସାର, ବୁଦ୍ଧି ନଥିଲେଟି ସବୁ ହୁଏ ନାରଖାର।